ସମସ୍ତ ନାମପ୍ରେମୀ ସତ୍ସଙ୍ଗୀ ଶ୍ରଦ୍ଧାଳୁ ଜ୍ଞାନୀ ଗୁଣୀ ସାଧୁ ସୁଜ୍ଞଜନ ତଥା ଭାଗବତ ପ୍ରେମୀମାନଙ୍କୁ ମୋର ସାଦରେ ପ୍ରଣାମ। ତ ସହିତ ବେଦ ପୁରାଣ କଥା ଚ୍ୟାନେଲରେ ଆପଣଙ୍କୁ ସ୍ୱାଗତ। ପ୍ରିୟ ବନ୍ଧୁଗଣ ମାନେ, ଆମେ ଗତ ଭିଡ଼ିଓରେ ଆମେ ଭାଗବତ ଗୀତାରେ କର୍ମ ସନ୍ନ୍ୟାସ ଯୋଗ ପ୍ରସଙ୍ଗରେ କିଛି ଆଲୋଚନା କରିଥିଲେ। ବର୍ତ୍ତମାନ ପ୍ରସଙ୍ଗ ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ବ୍ରହ୍ମ ଜ୍ଞାନ କଥନ ପ୍ରସଙ୍ଗରେ ଆଲୋଚନା କରିବା। ଭଗବାନ ଶ୍ରୀକୃଷ୍ଣ ଅର୍ଜୁନକୁ କହୁଛନ୍ତି, ହେ ପାର୍ଥ, ଆତ୍ମା ଦେହରେ ରାଜା ହେଲେ ପବନ ହେଉଛି ଦେହର ଦ୍ୱାରୀ। ଦେହରୁ ଆତ୍ମା ବାହାରି ଗଲେ ପବନ ମଧ୍ୟ ବାହାରିଯାଏ। ଆତ୍ମା ଗଲେ ପବନ ଆଉ କିପରି ରହିପାରିବ ଅର୍ଜୁନ? ଦେଖିବାକୁ ଗଲେ ପିଣ୍ଡ ଓ ବ୍ରହ୍ମାଣ୍ଡ ଏକାପରି ଅଟେ। ପଞ୍ଚ ପବନ ମୂଳରେ ସଂସାର ଯିଏ ରୁହେ ସେଇ ଆତ୍ମା ପୁରୁଷକୁ ଦେଖିପାରେ। ହେ ଅର୍ଜୁନ, ମୂର୍ଖ ଓ ଚଣ୍ଡାଳ ଲୋକ ନାମକୁ ମାନନ୍ତି ନାହିଁ। ଭୂଗୋଳ ଟୀକା ପାଠ କରି କୁହନ୍ତି ଯେ ମୁଁ ସବୁ ଜାଣିଛି। ହେ ଅର୍ଜୁନ, ଆତ୍ମା ଥିବା ସ୍ଥାନ କାହାରିକୁ ଜଣା ନାହିଁ। ଆତ୍ମା ଥିବାରୁ ସିନା ପବନ ବହୁଅଛି। ଯେଉଁ ପ୍ରାଣୀ ଆତ୍ମାର ଭେଦସୂତ୍ର ଜାଣିନାହିଁ ତାକୁ ହିଁ ମୂଢ଼ ପ୍ରାଣୀ କୁହନ୍ତି। ମୁଁ ନାରାୟଣ, ସବୁ ଲୋକର ଆତ୍ମା ଏକା ଅଟେ। ସମସ୍ତଙ୍କ ଆତ୍ମାକୁ ଶିଙ୍କୁଳି ପକାଇ ଭିଡ଼ି ଚକା ପକାଇ ବସିଛି। ମୋ ଚକା ଉତ୍ପତ୍ତି ସ୍ଥାନ କେହି ଜାଣିପାରନ୍ତି ନାହିଁ। ଏ ସଂସାରରେ ଯେତେକ ସୁପଣ୍ଡିତ ଅଛନ୍ତି ତାଙ୍କୁ ତ୍ରିଗୁଣ ଅହଙ୍କାର ଲାଗେ ନାହିଁ ଅର୍ଜୁନ। ସେହି ଲୋକ ଭଲ ମନ୍ଦକୁ ସମାନ ବୋଲି ଦେଖେ। ବିଷୟରେ ଥାଇ ମଧ୍ୟ ଗୋବିନ୍ଦଙ୍କୁ ଚିନ୍ତା କରେ। ଏହି ଲୋକ ଯେତେ ବିପଦରେ ପଡ଼ିଲେ ମଧ୍ୟ ନିଜ ଜାତି ଧର୍ମ ଛାଡ଼ନ୍ତି ନାହିଁ। କ୍ଷତ୍ରିୟର ପୁତ୍ର କ୍ଷତ୍ରିୟ ଧର୍ମ କରେ। ରଣକ୍ଷେତ୍ରରେ ପଶିଲେ କ୍ଷତ୍ରିୟଙ୍କୁ ମାରିଦିଏ। ଲୋକପ୍ରିୟତା ଥାଇ ଯିଏ ରଣରେ ପଶି ମରେ, ମରିବା ପାପ ତାକୁ ସଂସାରରେ ଲାଗେ ନାହିଁ। ସେ ଲୋକକୁ ବଧ କଲେ ମଧ୍ୟ ପାପ ଲାଗେ ନାହିଁ। ସେ ତ୍ରିଗୁଣ ଜ୍ଞାନରେ ପ୍ରସିଦ୍ଧ ଅଟେ। କଲା କର୍ମର ପାପ ତାକୁ ଲାଗେ ନାହିଁ ଅର୍ଜୁନ। ସେ ଜ୍ଞାନ ବଳରେ ଶ୍ରୀ ବ୍ରହ୍ମପୁରୁଷକୁ ଚିହ୍ନିପାରେ। ସୁଜ୍ଞାନ କର୍ମକର୍ତ୍ତା ଅଙ୍କର ଏହିପରି ତ୍ରିଗୁଣ ଥାଏ। ଏମାନେ ବେଦରୁ ବାହାରି ଯାଆନ୍ତି ନାହିଁ। ସକଳ ଲୋକଙ୍କୁ ଯେ ଏକ ଘେନେ। ସଂସାରରେ ଏହିପରି ଲୋକଙ୍କୁ ବିଜ୍ଞ କୁହନ୍ତି ଅର୍ଜୁନ। ତାଙ୍କୁ ମଧ୍ୟ ସାତ୍ୱିକ ଲୋକ କୁହାଯାଏ। ହେ ଅର୍ଜୁନ, ରାଜସ ଲୋକମାନେ ବଡ଼ପଣ ନେଇ ଚଳନ୍ତି। ସ୍ଥାବର ଜଙ୍ଗମ କୀଟ ପତଙ୍ଗ ତୃଣ ମଧ୍ୟରେ ନରହରି ବିଜେ କରିଛନ୍ତି। ହେଲେ ରାଜସ ଲୋକମାନେ ଏହାକୁ ଭିନ୍ନ ଭିନ୍ନ କରି ଭାବନ୍ତି। ତମ ଗୁଣର ଲୋକମାନେ କଳ୍ପନାରେ ଅହଙ୍କାର କରନ୍ତି। କ୍ରୋଧରେ ମୁଁ କାର ବଚନ କୁହନ୍ତି। ତମ ବୁଦ୍ଧିରେ ସେ ସବୁ କର୍ମ କରେ। ସଂସାରରେ ନଥିବା କଥା ସେ ସଙ୍ଗେ ସଙ୍ଗେ କରେ। ଏହା ହେଉଛି ତାମସିକ ଲୋକର ଲକ୍ଷଣ। ହେ ଅର୍ଜୁନ, ଏବେ ଏହି ତିନି ଗୁଣର ଫଳ ବିଷୟରେ କହୁଛି ଶୁଣ। ସାତ୍ୱିକ ଲୋକ ଉଦାସ ଭାବକୁ ବହି ମନରେ ଆନନ୍ଦରେ କର୍ମ କରି ଚାଲେ। କର୍ମ କରେ ହେଲେ ଫଳକୁ ଆଶା ରଖେ ନାହିଁ। ଯେଉଁ କର୍ମ କରେ ତାହା ଈଶ୍ୱରଙ୍କୁ ସମର୍ପି ଦିଏ। ଏହି ଲୋକମାନେ ହିଁ ସଂସାରରେ ସାର ଅଟନ୍ତି। ରାଜସ ଲୋକେ କର୍ମ କରୁଛି ଶୁଣି ଧନଞ୍ଜୟ, ଏହିଭଳି ଲୋକ ଯେତେ କର୍ମ କରେ ତାହା ସବୁ ଅହଙ୍ଗୁଣରେ କରେ। କର୍ମ କରି ଆଗ ଫଳକୁ ଆଶା କରେ। ଆହେ କୁନ୍ତିସୁତ, ହେ କୁନ୍ତିସୁତ, ଏବେ ତମ ଗୁଣର କର୍ମ ଶୁଣ। ମହତ କଣ ଏହାକୁ ମୁଣ୍ଡରେ ବିଚାର କରେ ନାହିଁ। ଏହିପରି ଲୋକ ଯେତେ ମନ୍ଦ କର୍ମ କରି ନିଜର ଶକ୍ତିକୁ ବଢ଼ାଇଥାଏ। ଭଲ ମନ୍ଦ ବିଚାର ଏ ଲୋକ ପାଖରେ ନାହିଁ। ଏହାର ହୃଦୟରୁ ବଣିମାପଣ କେବେ ଛାଡ଼େ ନାହିଁ। ଲୋକମାନଙ୍କୁ ଏ ହିଂସା କରେ। ହୃଦୟରେ ବହୁତ ପାଞ୍ଚି କାମନାକୁ ଆଶା ରଖିଥାଏ। ଏହି ତିନି ଗୁଣ ବୁଦ୍ଧି କହିବା ହୋ ଶୁଣ। ସାତ୍ୱିକ ବୁଦ୍ଧି ପ୍ରତ୍ୟକ୍ଷ ଅଟେ ବିଷ୍ଣୁ ସମ। ଭଗବାନ ଶ୍ରୀକୃଷ୍ଣ କୁରୁକ୍ଷେତ୍ର ଭୂମିରେ ନନ୍ଦିଘୋଷ ରଥରେ ଅର୍ଜୁନଙ୍କୁ କହୁଛନ୍ତି, ହେ ପାର୍ଥ, ଏବେ ତ୍ରିଗୁଣ ଲୋକଙ୍କ ବୁଦ୍ଧି ବିଷୟରେ ତୋତେ କହୁଅଛି ଶୁଣ। ସାତ୍ୱିକ ଲୋକର ବୁଦ୍ଧି ବିଷ୍ଣୁଙ୍କ ସହିତ ସମାନ ଅଟେ। ଧର୍ମ, ଅର୍ଥ, କାମ, ମୋକ୍ଷ ଏ ଚାରି ପ୍ରକାର କଥାରେ ସାତ୍ୱିକ ଲୋକର କଳ୍ପନା ବାଞ୍ଛା ନଥାଏ। ରାଜସ ଲୋକ ଧର୍ମ କର୍ମକୁ ଜମା ଭୟ କରେ ନାହିଁ। ଅକାର୍ଯ୍ୟ କଥାଯାକ ସବୁ କରେ। ଧର୍ମ କଥାକୁ ସବୁବେଳେ ଅଧର୍ମ ବୋଲି ଭାବେ। ମନ୍ଦ କଥାକୁ ଉତ୍ତମ କଥା ବୋଲି ଗ୍ରହଣ କରେ। ତମ ଗୁଣର ଲୋକମାନେ ମଧ୍ୟ ରାଜସ ଲୋକର ବୁଦ୍ଧିକୁ ଆପଣାଇଥାଏ।
ଭଗବାନ ଶ୍ରୀକୃଷ୍ଣ କହିଲେ, ହେ ପାର୍ଥ, ଏବେ ଏହି 3 ଗୁଣ ଲୋକଙ୍କର ଧୃତିକୁ କହୁଛି ଶୁଣ। ସାତ୍ୱିକ ଲୋକ ଇନ୍ଦ୍ରିୟ ଗଣକୁ ବିକାର କରେ, ନିଷ୍ଠାପର ଭାବେ ମୀନକୁ ଓଟାରି ରଖେ, କ୍ଷୁଧା ତୃଷ୍ଣା ନିଦ୍ରାରେ ଏ ଲୋକର ଆତୁର ନୁହେଁ। ରାଜସ ଲୋକମାନେ ଭୋଜନ ସ୍ୱପ୍ନ ମାୟା କିଛି ଛାଡ଼ନ୍ତି ନାହିଁ। ତମ ଗୁଣର ଲୋକମାନେ ମଧ୍ୟ ରାଜସ ଲୋକର ଧୃତିକୁ ଆପଣାଇଥାନ୍ତି। ହେ ଅର୍ଜୁନ, ଏହି 3 ଲୋକଙ୍କର ସୁଖକୁ ଯାହା ପୁରାଣରେ ଋଷିମାନେ ଲେଖିଛନ୍ତି ତାହା କହୁଛି ଶୁଣ। ଯେଉଁଭଳି ଭାବେ ସେ ତାଙ୍କର କୀର୍ତ୍ତିକୁ କରନ୍ତି ତାହା ହେଲା ତାଙ୍କର ଆନନ୍ଦ ଭାବ। ତାଙ୍କ ମନରେ କେବେ ଦୁଃଖ ପାଆନ୍ତି ନାହିଁ। ସେମାନେ ଦୁଃଖ କଥା ଦେଖିଲେ ବିଷପ୍ରାୟ ହୁଅନ୍ତି। ଏହା ହେଲା ସାତ୍ୱିକ ଲୋକର ସୁଖ। ରାଜସ ଲୋକମାନେ ଇନ୍ଦ୍ରିୟ ଗଣରୁ ସେମାନଙ୍କର ମାୟା ଜନ୍ମ ହୁଏ, ଆହୋରାତ୍ର ଯାବତ ଅନ୍ୟାୟ କଥା କରେ। ତାମସ ଗୁଣର ଲୋକମାନେ ଭଲ କଥା ପାଞ୍ଚି ଯାହା ଆଗକୁ କୁହେ, ପଛରେ ତାହା ମନ୍ଦ ହୋଇ ମହାରାଗରେ ପରିଣତ ହୁଏ। ସେହି ରାଗରୁ ପ୍ରମାଦ ସୃଷ୍ଟି ହୁଏ, ପ୍ରମାଦରୁ ଅଜ୍ଞାନ ଜନ୍ମେ ଓ ଅଜ୍ଞାନରୁ ମନ୍ଦ ହୁଏ। ମନରେ ଆଳସ୍ୟ, ନିଦ୍ରା ବଢ଼ିଲେ ନିଦ୍ରାରୁ ଭ୍ରମୀ ହୋଇ ଚାରିଆଡ଼େ ବୁଲେ। ରାଜସ ଲୋକର ସୁଖ ଯାହା ତାମସ ଲୋକର ସୁଖ ମଧ୍ୟ ସେଇଆ। ହେ ଅର୍ଜୁନ, ସତ୍ୟ ରଜ ତମ ଏହି 3 ଗୁଣ ସ୍ୱର୍ଗ ମଧ୍ୟ ପାତାଳରେ ଲୋକମାନଙ୍କ ଠାରେ ଲାଗେ। ଏ ସବୁ ଜ୍ଞାନ ସବୁକୁ ଯିଏ ସରରେ ନାଶ କରିପାରେ ସେ ଜନ ମୋହର ସର୍ବଦା ଦାସ ଅଟେ। ହେ ଅର୍ଜୁନ, ମୋ ଅଙ୍ଗରୁ 4 ଜାତି ଜନ୍ମ ହୋଇଛନ୍ତି। ସେହି 4 ଜାତି ହେଲେ ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟ, ଶୂଦ୍ର। ବେଦଶାସ୍ତ୍ରରେ ଏହି 4 ଜାତିର କର୍ମ ବିଷୟରେ ଯାହା କୁହାଯାଇଛି ତାହା ତୁମେ ଶୁଣ ଅର୍ଜୁନ। ପ୍ରଥମେ ବ୍ରାହ୍ମଣ କର୍ମ କହୁଛି ଅର୍ଜୁନ। ଯାଜନ ଯଜନ ଦାନ ଆଣି ଦାନ ଦେବ, ଇନ୍ଦ୍ରିୟ ଗଣକୁ ବଢ଼ି ସନ୍ତଶୀଳ ହେବ, ବେଦକୁ ପଢ଼ିବା ସହିତ ଅନ୍ୟମାନଙ୍କୁ ପଢ଼ାଇବ, ସତ୍ୟ ବାକ୍ୟ କହିବ, ସୂଚି ଓ ଦୟାବନ୍ତ ହେବ, ଅବିବେକ ନ ହୋଇ ଜ୍ଞାନକୁ ଚିହ୍ନିବ, ଧୈର୍ଯ୍ୟବନ୍ତ, କ୍ଷମାଶୀଳ। ଏ 12 ଲକ୍ଷଣ ବ୍ରାହ୍ମଣ କର୍ମର ମୂଳ ଅଟେ। ଏବେ କ୍ଷତ୍ରିୟ କର୍ମ ଓ ଧର୍ମ ବିଷୟରେ ଶୁଣ ଅର୍ଜୁନ। ଶୁଦ୍ଧ କାଳରେ କେବେ ପଛକୁ ଘୁଞ୍ଚିବ ନାହିଁ, ଶୁଭକୁ ଭଜି ତେଜ ଧର୍ମବନ୍ତ ହେବ, ଦେବତା ଓ ବ୍ରାହ୍ମଣମାନଙ୍କୁ ସେବା କରିବ, ଦାନ ଓ ଧନକୁ ବଣ୍ଟନ କରିବେ, ବିନା କାର୍ଯ୍ୟରେ ଲୋକମାନଙ୍କୁ କିଛି କହିବେ ନାହିଁ, ପ୍ରଜା କୁଳକୁ ପାଳିବ। ଏବେ ବୈଶ୍ୟଙ୍କର କର୍ମ ଶୁଣ ଅର୍ଜୁନ। ଲୋକଙ୍କୁ ଦୟା ବହି ଏମାନେ କୃଷିକାର୍ଯ୍ୟ କରିବେ, ବେପାର ବାଣିଜ୍ୟ କରି ସତ୍ୟରେ ଦିନ କାଟିବେ। ଏବେ ଶୂଦ୍ରର କର୍ମ ବିଷୟରେ କହୁଛି ଶୁଣ ଅର୍ଜୁନ। ଶୂଦ୍ରମାନେ ବିପ୍ରଙ୍କର ପାଦତଳେ ସେବା କରିବେ। ଏହା ହେଉଛି 4 ଜାତିର ସେବା ଧର୍ମ। ଆଉ ସଂସାରରେ ଯେତେ ଜାତି ଅଛନ୍ତି ଯେ ଯାହା କୁଳ ଧର୍ମ ଦିନ ରାତି କରି ବଞ୍ଚିବେ। ଏମାନଙ୍କୁ ସଂସାରରେ କେହି ନିନ୍ଦା କରିବେ ନାହିଁ। ସମସ୍ତେ କହିବେ ତା କୁଳ ଧର୍ମରେ ସେ ରକ୍ଷା କରିଛି। ପୁଣି ସମସ୍ତେ କହିବେ ଏ ତ କୁଳଧର୍ମ ରକ୍ଷା କଲା, ତେବେ ସେ ଦରିଦ୍ର କାହିଁକି ହେଲା? ଦରିଦ୍ର ହୋଇ ବି ଯଦି କୁଳଧର୍ମ ରକ୍ଷା କରେ ତାହାକୁ ଧନ୍ୟ କୁହାଯାଏ। ପୁଣି ସମସ୍ତେ କହିବେ ଏ ତ କୁଳଧର୍ମ ରକ୍ଷା କଲା, ତେବେ ସେ ଦରିଦ୍ର କାହିଁକି ହେଲା? ଦରିଦ୍ର ହୋଇ ବି ଯଦି କୁଳଧର୍ମ ରକ୍ଷା କରେ ତାହାକୁ ଧନ୍ୟ କୁହାଯାଏ। ଏଣୁ ଯେଝା ଜାତି କୁଳଧର୍ମରେ ରହିଥିଲେ ତାକୁ କେହି ନିନ୍ଦା କରିପାରିବେ ନାହିଁ। ନିଜ ଜାତି ପାଇଁ ନିଜ ବଡ଼। ହେ ଧନଞ୍ଜୟ, ଏହି ପ୍ରକାରରେ ଜାତି ଧର୍ମ କଥା ଜାଣ। ଏହାକୁ ଜାଣିଲେ ବହୁ ତରିବୁରେ ଅର୍ଜୁନ। ଯେବଣ ପ୍ରାଣୀ ଆପଣା କର୍ମଦଣ୍ଡେ ଥାଇ ବିଷ୍ଣୁ ଭଜନ କଥା କେବେ ନ ଛାଡ଼ଇ, ସେ କଥା କହିବି ତୋତେ ଶୁଣ ଧନଞ୍ଜୟ। ମନରେ ଭ୍ରାନ୍ତି କିଛି ନ କର ତୋର ଦେହ। ପ୍ରିୟ ସତ୍ସଙ୍ଗୀ ବନ୍ଧୁଗଣ ମାନେ, ଏହା ପରର ପ୍ରସଙ୍ଗ ଆମେ ଆଗାମୀ ଭିଡ଼ିଓରେ ଆଲୋଚନା କରିବା। ସେହି ଭିଡ଼ିଓ ଆସିବା ପର୍ଯ୍ୟନ୍ତ ଆପଣମାନେ ଭଗବାନ ନୃସିଂହଙ୍କ କୃପାରୁ ବହୁତ ଭଲ ରହିଥାନ୍ତୁ। ତା ସହିତ ଏହି ବେଦ ପୁରାଣ କଥା ଚ୍ୟାନେଲ ସହିତ ଯୋଡ଼ି ହୋଇ ରହିଥାନ୍ତୁ। ଚ୍ୟାନେଲର ପ୍ରତ୍ୟେକ ଭିଡ଼ିଓକୁ ନିଜେ ସମ୍ପୂର୍ଣ୍ଣ ଭାବେ ଦେଖିବା ସହିତ ନିଜର ସାଙ୍ଗସାଥିମାନଙ୍କୁ ସେୟାର କରନ୍ତୁ, ଲାଇକ୍ କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ। ଧନ୍ୟବାଦ।